ଅପମାନ ଜଣେ ଅନ୍ୟ ଜଣଙ୍କୁ ଅପମାନ କଣ ପାଇଁ କରିଥାଏ? ବହୁତ ସମୟରେ ଆମେ ବି ଅନ୍ୟର ଅପମାନ କରିଥାଉ। ବହୁତ ସମୟରେ ଅନ୍ୟମାନେ ବି ଆମର ଅପମାନ କରିଥାନ୍ତି। ଏ ସମାଜ ଅପମାନକୁ ନେଇ ବଞ୍ଚି ରହିଛି। ପତି ପତ୍ନୀର ଅପମାନ କରୁଛି, ପିତା ସନ୍ତାନର ଅପମାନ କରୁଛି, ଭାଇ ଭାଇର ଅପମାନ କରୁଛି। କହିବାକୁ ଗଲେ ଦୁର୍ବଳ ଉପରେ ସବଳ ଅତ୍ୟାଚାର କରୁଛି, ଅପମାନ କରୁଛି। ଯିଏ ଶକ୍ତିଶାଳୀ ସେ ନିଜର ଶକ୍ତି ପ୍ରଦର୍ଶନ କରି ଅପମାନରୁ ବଞ୍ଚିତ ହେଉଛି, ଆଉ ଯିଏ ଦୁର୍ବଳ ସେ ନିଜକୁ ନିଜେ ଧିକ୍କାର ମନେ କରି ନିଜର ଦୋଷକୁ ସ୍ୱୀକାର କରି ଅପମାନ ସହିଯାଉଛି। ଆପଣମାନେ କେବେ ବିଚାର କରିଛନ୍ତି ଜଣେ ଅନ୍ୟ ଜଣର ଅପମାନ କଣ ପାଇଁ କରିଥାଏ? ହଁ, ଜଣେ ଅନ୍ୟ ଜଣର ଅପମାନ ସେତେବେଳେ କରିଥାଏ ଯେତେବେଳେ ଜଣେ ନିଜର ଶକ୍ତି ଉପରେ ଭରସା ଉଠି ଯାଇଥାଏ। ସେ ନିଜର ଶକ୍ତି ଉପରେ ବିଶ୍ୱାସ ଜାତ କରିବା ପାଇଁ ଅନ୍ୟର ଅପମାନ କରିଥାଏ, କାରଣ ତା ନିଜର ନିଜ ଶକ୍ତି ଉପରେ ବିଶ୍ୱାସ ନଥାଏ। ଅନ୍ୟକୁ ଅପମାନିତ କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ସେ ଚେଷ୍ଟା କରିଥାଏ, ଫଳରେ ସେ ଅନ୍ୟକୁ ଅପମାନିତ କରିଥାଏ। ଏବେ ପ୍ରଶ୍ନ ଉଠିବ, ଅପମାନରୁ ବଞ୍ଚିତ ହେବା କିପରି, ବା ଅପମାନ ସମୟରେ ଆମେ କଣ କରିବା ଉଚିତ? ଯଦି କେହି ଆମର ଅପମାନ କରୁଛନ୍ତି, ତେବେ ଆମେ ଗୋଟିଏ କଥା ମନରେ ଧାର୍ଯ୍ୟ କରିନେବା ଉଚିତ ଯେ ସେହି ବ୍ୟକ୍ତି ବିଶେଷ ଆମର ସବୁଠାରୁ ଭଲ ଚାହୁଁଛି। କାରଣ ଯେଉଁ ବ୍ୟକ୍ତି ଆମର ଅପମାନ କରିଥାଏ, ଅପମାନ କରିବା ପୂର୍ବରୁ ସେ ଆମ ବିଷୟରେ ସବୁକିଛି ତଥ୍ୟ ସଂଗ୍ରହ କରିଥାଏ, ଯାହାଫଳରେ କି ସେ ଆମକୁ ଅପମାନ କରିବାର ସୁଯୋଗ ପାଇଥାଏ। ଏଥିରୁ ଆମକୁ ମନେ ରଖିବାକୁ ହେବ ଯେ ଯଦି କେହି ଆମ ବିଷୟରେ ଏତିକି ଚିନ୍ତା କରୁଛି, ଏତିକି ତଥ୍ୟ ସଂଗ୍ରହ କରୁଛି, ସେ ଆମର କିଛି ଭଲ ଚାହୁଁଛି ଏବଂ ଅପମାନ କରି ସେ ଆମକୁ ଆମର ଦୋଷ ଦୁର୍ବଳତା ଜଣାଇ ଦେଉଛି, ଯାହାଫଳରେ କି ପରବର୍ତ୍ତୀ ସମୟରେ ଆମେ ଆମର ଦୋଷ ତ୍ରୁଟିକୁ ସୁଧାରି ପାରିବା। ଗୋଟିଏ କଥା ମନେ ରଖିବେ, ଅପମାନକୁ କେବଳ ପ୍ରେମ ମାଧ୍ୟମରେ ଦୂରେଇ ଦିଆଯାଇପାରିବ। ଯଦି ଆମ ନିଜ ଭିତରେ ଆତ୍ମବିଶ୍ୱାସ ଅଛି, ତେବେ ଆମେ କାହାରିକୁ ଅପମାନ କରିବାକୁ କେବେ ଯିବା ନାହିଁ, କିମ୍ବା ଯଦି ଆମ ଭିତରେ ଆତ୍ମବିଶ୍ୱାସ ଅଛି ତେବେ ଆମେ କେବେ ବି ନିଜର ଶକ୍ତିକୁ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ନାହିଁ, ଯାହାଫଳରେ କି ଆମେ ଅନ୍ୟକୁ କେବେ ଅପମାନିତ କରିବା ନାହିଁ। ଏଥିରୁ ଗୋଟିଏ କଥା ସ୍ୱୟଂ ସ୍ପଷ୍ଟ ହୋଇଯାଉଥିବ ଯେ ଆତ୍ମବିଶ୍ୱାସ ହିଁ ଅପମାନରୁ ବଞ୍ଚିବା ଏବଂ ଅପମାନ ନ କରିବାର ବାଟ ଦେଖାଇଥାଏ। ଆତ୍ମବିଶ୍ୱାସ ସେତେବେଳେ ଜାତ ହୋଇଥାଏ ଯେତେବେଳେ ମଣିଷ ପ୍ରେମକୁ ଗ୍ରହଣ କରିନେଇଥାଏ, ଅନ୍ୟକୁ ପ୍ରେମ କରିବା ଆରମ୍ଭ କରିଥାଏ। ଆପଣ ସବୁବେଳେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପ୍ରେମ କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଅନ୍ୟକୁ ପ୍ରେମ କରିପାରିବେ, ତେବେ କେବେ ବି ଆପଣ କାହାକୁ ଅପମାନିତ କରିବେ ନାହିଁ, କିମ୍ବା ଆପଣଙ୍କ କାହାର କଥା ବି ଅପମାନ ଦେଲା ଭଳି ଲାଗିବ ନାହିଁ।